ବିଜେଡିର ତାଙ୍କର ନେତା ନାହିଁ କି କର୍ମୀ ନାହିଁ କି କେହି ନାହାନ୍ତି। ଆଉ ଯିଏ ଥିଲେ ଏବେ ଖାଲି ଗୋଟେ କଥା ବିଜେଡିରେ ଦେଖୁଥିବେ, ରାତି ପାଇଲେ 3 ଜଣଙ୍କୁ ସସ୍ପେଣ୍ଡ କରାହେଲା, 5 ଜଣଙ୍କୁ ସସ୍ପେଣ୍ଡ କରାହେଲା, ଲାଷ୍ଟକୁ ଆଉ ସେ 2-4 ଜଣ ଥିବେ, ଆଉ ବିଜେଡିରେ କିଏ ନଥିବେ। ଇଏ ତ ନିୟମ। ଆଉ ନୂଆ ମ୍ୟୁନିସିପାଲିଟି ହେଲା, ନୂଆ ଏନ୍ଏସି ହେଲା, ତାର 6 ମାସ ଭିତରେ ନା କଣ ଏମିତି ନିୟମ ଅଛି। ଯୋଉଦିନ ସେତିକି ଭିତରେ ନିର୍ବାଚନ କରିବା ପାଇଁ ସରକାର ବାଧ୍ୟ। ଆଉ ନିର୍ବାଚନ କମିଶନ ଲେଖିକି ଦେଇଦେଲେଣି, ନିର୍ବାଚନ ବାଧ୍ୟ ହବ। এইটাକୁ ସରକାରଙ୍କର କ'ଣ ରୋଲ ଅଛି ଏଥିରେ? ନିର୍ବାଚନ କମିଶନର ଯାହା କରିବେ ତାହା କରିବେ। ଚିଫ ଇଲେକ୍ଟୋରାଲ ଅଫିସର ଓଡ଼ିଶା ପାଇଁ ଯେଉଁ ଅଛନ୍ତି, ସେ ତାର ନୂଆ ମ୍ୟୁନିସିପାଲିଟି, ନୂଆ ଏନ୍ଏସି ଯାହା ଅଛି ସେ ତାଙ୍କର ନିର୍ବାଚନ କରିବେ। ୱି ଆର୍ ରେଡି। ଭାରତୀୟ ଜନତା ପାର୍ଟି ସେଥିପାଇଁ ପୁରା ଦମରେ ପ୍ରସ୍ତୁତ ହେଇକରି ଅଛି। 100 ଆସିବ। ଆଉ କ'ଣ ଆଉ କିଏ ଆସିବ ବୋଲି ଭାବୁଛନ୍ତି? ମାର୍କେଟରେ କିଏ ଅଛି କି? ଆପଣମାନେ ଦେଖୁଛନ୍ତି କାହାକୁ? ବିଜେଡି ଆଉ କୁଆଡେ ଗଲା? ଏଟା କହିକରି ତାଙ୍କୁ ଟିକେ ଉପରକୁ ଉଠେଇବା ପାଇଁ ଚାହୁଁଛନ୍ତି କି? ସେମିତି ପରିସ୍ଥିତି ନାହିଁ। ଆଉ ବିଜେଡିର ତାଙ୍କର ନେତା ନାହିଁ କି କର୍ମୀ ନାହିଁ କି କେହି ନାହାନ୍ତି। ଆଉ ଯିଏ ଥିଲେ ଏବେ ଖାଲି ଗୋଟେ କଥା ବିଜେଡିରେ ଦେଖୁଥିବେ, ରାତି ପାଇଲେ 3 ଜଣଙ୍କୁ ସସ୍ପେଣ୍ଡ କରାହେଲା, 5 ଜଣଙ୍କୁ ସସ୍ପେଣ୍ଡ କରାହେଲା, ଲାଷ୍ଟକୁ ଆଉ ସେ 2-4 ଜଣ ଥିବେ, ଆଉ ବିଜେଡିରେ କିଏ ନଥିବେ। ଆଉ ସେଇଟା ଆପଣମାନେ ଜାଣିନାହାନ୍ତି କିଏ କିଏ ଥିବେ। ସବୁ ପଳେଇବେ, ଇଆଡେ ସିଆଡେ ସବୁ ପଳେଇଲେଣି। ବିଜେପିର ଦ୍ୱାର ଖୋଲା ହେଇଛି, ସମସ୍ତେ ବିଜେପିକି ଆସୁଛନ୍ତି। ସେ ମନମୋହନ ସାହଲ, ମୋହନ ଚରଣ ମାଝୀଙ୍କର ଆଭିମୁଖ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।